ରାକ୍ଷୀ ପୂର୍ଣ୍ଣିମା ଦିନ ଓଡ଼ିଶାରେ ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କ ସହିତ ଶ୍ରୀ ବଳଭଦ୍ରଙ୍କର ଜନ୍ମ ଉତ୍ସବ ମଧ୍ୟ ଭକ୍ତିର ସହିତ ପାଳନ କରାଯାଏ। ପୁରାଣ ଅନୁସାରେ ଦେବକୀଙ୍କ ସପ୍ତମ ଗର୍ଭରେ ଥିବା ଶିଶୁ ଥିଲେ ଶେଷ ନାଗଙ୍କ ଅବତାର। ଭଗବାନଙ୍କର ଯୋଗମାୟାଙ୍କ ପ୍ରଭାବରେ ସେହି ଗର୍ଭ ଦେବକୀଙ୍କଠାରୁ ରୋହିଣୀଙ୍କ ଗର୍ଭକୁ ସ୍ଥାନାନ୍ତର ହେଲା। ରୋହିଣୀ ସେତେବେଳେ ଗୋକୁଳରେ ରହୁଥିଲେ। ସମୟ ପୂର୍ଣ୍ଣ ହେବା ପରେ ରୋହିଣୀଙ୍କର ଗର୍ଭରୁ ଏକ ଦିବ୍ୟ ଶିଶୁ ଜନ୍ମ ନେଲେ। ତାଙ୍କ ନାମ ରଖାଗଲା ବଳରାମ। ସେ ଶ୍ରୀକୃଷ୍ଣଙ୍କର ବଡ଼ ଭାଇ ଥିଲେ। ତାଙ୍କର ଅପାର ଶକ୍ତି ଆଉ ପରାକ୍ରମ ପାଇଁ ସେ ବଳଭଦ୍ର ନାମରେ ପ୍ରସିଦ୍ଧ ହେଲେ। ଏହି ପବିତ୍ର ଦିନରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘ ଜୀବନ ଆଉ ମଙ୍ଗଳ କାମନା କରନ୍ତି। ଭାଇମାନେ ମଧ୍ୟ ଭଉଣୀଙ୍କୁ ସଦା ସୁରକ୍ଷା ଆଉ ସ୍ନେହ ଦେବାର ପ୍ରତିଜ୍ଞା କରନ୍ତି। ଏହିପରି ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀମାନଙ୍କର ସ୍ନେହ ସହିତ ଶ୍ରୀ ବଳଭଦ୍ରଙ୍କର ପବିତ୍ର ଜନ୍ମକୁ ସ୍ମରଣ କରାଯାଉଥିବା ଏକ ମହାନ ପର୍ବ।